ପିଲାଟା ଖେଳୁ ଖେଳୁ ବାଧ୍ୟ ପଳେଇଲା ଆଉ। ପୂର୍ବରୁ ବି 2-3 ଜଣ ପିଲା ଲୋକ ବୁଡ଼ିକି ମରିଛନ୍ତି। ଲୋକ କହୁଛନ୍ତି ଗୋଟା ବେଳୁ ବୁଡ଼ିଛି ଦିଟା ଅଛି। କଟକ କଦମ ରସୁଲରେ ବର୍ତ୍ତମାନ ଦେଖିବାକୁ ମିଳିଛି ଅଘଟଣ। ଗୋଟେ 15 ବର୍ଷର ଛାତ୍ରଟି କ୍ରିକେଟ ଖେଳିବା ପାଇଁ ଆସିଥିଲା এই ଜାଗାକୁ ଏବଂ କ୍ରିକେଟ ଖେଳ ପରେ ପାଣି ଭିତରେ ପଡ଼ିଯାଇଛି ଯାହା ସୂଚନା ବର୍ତ୍ତମାନ ଆମେ ଦଉଛୁ। ଦେଖନ୍ତୁ এই ଯୋଉ ପୋଖରୀ ଅଛି କଦମ ରସୁଲ ଏ ପୋଖରୀ ଭିତରେ ସେ ପିଲାଟି ପଡ଼ିଯାଇଛି ଏବଂ ଦୀର୍ଘ 40 ମିନିଟରୁ ଉର୍ଦ୍ଧ୍ୱ ସମୟ ଧରି ଓଡ୍ରାଫ ଟିମ୍ ଏ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ବକ୍ସି ବଜାରର ଅଗ୍ନିଶମ ବାହିନୀ ବର୍ତ୍ତମାନ ଖୋଜାଖୋଜି ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଛାତ୍ରଟିର ସନ୍ଧାନ ମିଳିନାହିଁ ଯଦିଓ କିନ୍ତୁ କଦମ ରସୁଲର ଯେଉଁମାନେ ଅଛନ୍ତି ଏଠି ଯାହା ସୂଚନା ଦଉଛନ୍ତି ପାଖାପାଖି 30 ଫୁଟର ଉର୍ଦ୍ଧ୍ୱ ହବ ଏ ପୋଖରୀଟି ଅଛି ଏବଂ ବହୁ ଦିନର ପୋଖରୀ ଏ ପୋଖରୀଟି ଏବଂ ଏ ପୋଖରୀର ତାରବାଡ଼ କିମ୍ବା ଏ କୌଣସି ପ୍ରକାର ବ୍ୟବସ୍ଥା ନଥିବା ଜାଗାରେ କ୍ରିକେଟ ଖେଳକୁ ପାଇଁ ଆସିଥିଲା ପିଲାଟି ଏବଂ କ୍ରିକେଟ ଖେଳ ସମୟରେ ହିଁ ଏଭଳି ଏକ ଅଘଟଣ ଘଟିଛି ବୋଲି ଯାହା ବର୍ତ୍ତମାନ ସୂଚନା ମିଳୁଛି। ମୁଁ କ୍ୟାମେରା ପର୍ସନକୁ କହିବି ଦେଖେଇବେ ବର୍ତ୍ତମାନ ତାର ଯୋଉ ଆସିଥିଲେ ଖେଳିବା ପାଇଁ ଏଠି ତାଙ୍କର ବ୍ୟାଟ୍ ଥୁଆ ଯାଇଛି ଏବଂ ଏଇଠୁ କ୍ରିକେଟ ଖେଳ ହଉଥିଲା ବ୍ୟାଟ୍ ଥୁଆ ହେଇଛି ଏବଂ ତାର ପ୍ୟାଣ୍ଟ ସାର୍ଟ ମଧ୍ୟ ଏଠାରେ ଥୁଆ ଯାଇଛି। ଏଠୁ କୌଣସି କାରଣରୁ ବଲ୍ ପଡ଼ିଯାଉ ହଉ ହେଇଥାଉ ବା କିମ୍ବା ଗାଧେଇବା ପାଇଁ ହଉ କୌଣସି ଅସୁବିଧା ପାଇଁ ସେ ଫିଲ୍ କରି ପୋଖରୀ ଭିତରକୁ ପଶିଥିଲା ଆଉ ପୋଖରୀ ଭିତରୁ ଏପର୍ଯ୍ୟନ୍ତ ବାହାରି ପାରି ନାହିଁ ଯାହା ବର୍ତ୍ତମାନ ଆମେ ଦେଖାଉଛୁ ପୁରା ତାଜା ଚିତ୍ର ଆପଣମାନଙ୍କୁ। ଇଏ ହେଉଛି କଦମ ରସୁଲ ସେଇ ପୋଖରୀ ଯେଉଁ ପୋଖରୀ ଭିତରେ ଏକ 15 ବର୍ଷର ବାଳକ ବର୍ତ୍ତମାନ ଭିତରକୁ ପଶି ଯାଇଛି ଏବଂ କୌଣସି ପରିସ୍ଥିତିରେ ମଧ୍ୟ ବର୍ତ୍ତମାନ ଖୋଜାଖୋଜି ଚାଲିଛି ପାଇନାହାନ୍ତି। ଆମ ସହିତ ଅଛନ୍ତି କିଛି ସ୍ଥାନୀୟ ଯେଉଁମାନେ ବୁଲୁଛନ୍ତି ବା କଦମ ରସୁଲର କିଛି ଲୋକ ଅଛନ୍ତି। କୋଭଳି ଭାବେ କେତେ ବର୍ଷର ପୋଖରୀ ଆଜ୍ଞା କେତେ ବର୍ଷର ପୋଖରୀ 1000 ବର୍ଷ ଉପରେ 1000 ବର୍ଷ କୋଭଳି ଭାବରେ ପିଲାଟି ପଡ଼ିଯାଇଛି ଭିତରକୁ ଆମେ ତ ଆଜ୍ଞା ଶୁଣିଛୁ ପିଲାଟା କେମିତି କଣ ଶୁଣିକି ଆସିଲୁ ପିଲାଟା ଖେଳୁ ଖେଳୁ ବାଧ୍ୟ ପଳେଇଲା ଆଉ। କେତେ ସମୟ ହେଲାଣି ଖୋଜାଖୋଜି କଲେଣି? ପିଲାକୁ ଲୋକ କହୁଛନ୍ତି ଗୋଟା ବେଳୁ ବୁଡ଼ିଛି ଦିଟା ଅଛି। କେତେ ବର୍ଷର ପୋଖରୀ? 1000 ବର୍ଷ ଉପରେ ହବ। କେତେ ଫୁଟ ପୋଖରୀ ଅଛି? କମ ସେ କମ 50 ଫୁଟ ଉପରେ ହବ। 50 ଫୁଟ। ହଁ ଯାହା ଶୁଣୁଥିଲେ ବର୍ତ୍ତମାନ ପ୍ରତିକ୍ରିୟା ଯାହା ଥିଲା 50 ଫୁଟରୁ ଉର୍ଦ୍ଧ୍ୱ ପୋଖରୀଟି ରହିଛି ଏବଂ ଏ ପୋଖରୀଟି ବହୁ ପୁରାତନ ପୋଖରୀ ଯେଉଁ ପୋଖରୀର ପୁନରୁଦ୍ଧାର ଆବଶ୍ୟକତା ଥିଲା କଟକ ମହାନଗର ନିଗମ ପକ୍ଷରୁ ପୋଖରୀର ପୁନରୁଦ୍ଧାର ହେଇନାହିଁ ଯଦିଓ ଆଜି ଏଭଳି ଏକ ଅଘଟଣ ଘଟିଛି ଏବଂ ବର୍ତ୍ତମାନ ସୁଦ୍ଧା ଛାତ୍ରଟି ପାଣି ଭିତରେ ପଡ଼ି ରହିଛି ଏବଂ ଅଗ୍ନିଶମ ବିଭାଗ କଥା କୁହନ୍ତୁ ଜୋନ୍ 2 ଏସିପି ଅଛନ୍ତି ଦରଗା ବଜାର ଥାନା ପୋଲିସ ଅଛି ଏବଂ ଘଟଣାସ୍ଥଳରେ କଦମ ରସୁଲର ଯେଉଁ ଗ୍ରାମ ଅଛି ଗ୍ରାମର ଯୁବକ ମାନେ ମଧ୍ୟ ଅନେକ ସମୟ ଧରି ଖୋଜାଖୋଜି କଲେଣି କୌଣସି ପ୍ରକାର ସନ୍ଧାନ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ଆଲୋଚନା କରିବା ଆମ ସହିତ ଅଛନ୍ତି କଦମ ରସୁଲର ଇଏ ଯୁବକ ସଂଘର ସଭାପତି। ସାର୍ ଇଏ ଗୋଟେ ଅଘଟଣ ଘଟିଛି ନିଶ୍ଚିତ ଭାବେ ଗୋଟେ 15 ବର୍ଷର ପିଲା ପାଖାପାଖି 40 ମିନିଟରୁ ଉର୍ଦ୍ଧ୍ୱ ସମୟ ଧରି ବୁଡ଼ିଲାଣି ଅଗ୍ନିଶମ ବିଭାଗ ପହଞ୍ଚିଛି ଖୋଜାଖୋଜି ବି ଚାଲିଛି କେମିତି ଦେଖୁଛନ୍ତି କଣ କହିବେ? ବର୍ତ୍ତମାନ ବହୁତ ଦୁଃଖର କଥା ଏ ପିଲାମାନେ ସବୁ ସକାଳୁ ଉଠିକି ସେମାନେ ଏକାଡେମୀ ଫିଲ୍ଡ ଯାଇଥିଲେ ଖେଳିବାକୁ 6 ରୁ 7 ଜଣ ପିଲା 12 ରୁ 15 ବର୍ଷ ଭିତରେ 7 ଜଣ ପିଲା ଥିଲେ ସେଥିରୁ ଗୋଟେ ପିଲାର ଗୋଡ଼ କଟି ଯାଇଥିଲା ବୋଲିକି ସେମାନେ ସିଟି ହସ୍ପିଟାଲ ଆସିଥିଲେ ସେଥିରୁ ସିଟି ହସ୍ପିଟାଲ ଟ୍ରିଟମେଣ୍ଟ ହେଲା ପରେ 3ଟା ପିଲା କଦମ ରସୁଲକୁ ପଳେଇ ଆସିଲେ 12ଟା 1ଟା ବେଳେ ଖରା ଟାଇମରେ କେହି ନଥିଲା ଅବସ୍ଥାରେ 3ଟି ପିଲା ବର୍ତ୍ତମାନ ଗାଧେଇଲା ବେଳେ ଗୋଟେ ପିଲା ଭୁଲ ବଶତଃ ବୁଡ଼ି ଯାଇଛି ବଡ଼ ଦୁଃଖର ଘଟା ଏହା କଥା। କେତେ ସମୟ ଧରି ଟିମ୍ ଯୋଉ ଦେଖୁଛୁ ଆମେ ବର୍ତ୍ତମାନ ଅଗ୍ନିଶମ ବିଭାଗ ଯୋଉ ଅଛି ବକ୍ସି ବଜାରର ପହଞ୍ଚିଛନ୍ତି ଦରଗା ବଜାର ପୋଲିସ ମଧ୍ୟ ଅଛନ୍ତି ଏସିପି ଅଛନ୍ତି ଆପଣ ମାନଙ୍କର ସ୍ଥାୟୀ ଯୁବକ ମାନେ ମଧ୍ୟ ଭିତରେ ପଶି ଖୋଜାଖୋଜି କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ମିଳିନାହିଁ। ଏଇଟା ପୋଖରୀ ହେଉଛି ମିନିମମ୍ 150 ଫୁଟ 24ଟା ପାହାଚ ହେଉଛି ପାହାଚ ଗୋଟେ ପାହାଚ ହଉଛି 1.5 ଫୁଟ 24ଟା ପାହାଚ ପରେ ଆହୁରି 50 ଫୁଟ ଗଭୀର ଅଛି। ଆପଣ ଏ ଟାୱାରଟା ଦେଖୁଥିବେ ଏ ଟାୱାର ଯେତିକି ବଡ଼ ଅଛି ତାଠୁ ଅଧିକା ହେଉଛି ଗଭୀରଟା ଏତେ ଗଭୀର ତ ବର୍ତ୍ତମାନ ପାଣି ଫୁଲ ହେଇଯାଇଛି ଯୋଉ ବର୍ଷା 4-5 ଦିନ ହେଲା କିନ୍ତୁ ଏଠି ପାଣି ବେଶୀ ଫୁଲ ହେଲେ ମ୍ୟୁନିସିପାଲିଟି ତରଫରୁ ଗୋଟେ ମୋଟର ଆସି ସବୁବେଳେ ଲାଗେ ଯେହେତୁ ମ୍ୟୁନିସିପାଲିଟିର ଅବହେଳା ହେଲେ ଯୋଉ ପାଣି ଉଦ୍ଧାର ହେଲେନି ବୋଲିକି ବହୁତ ଅଧିକା ପାଣି ହେଇଯାଇଛି ଆଉ ଟାଉନ ମଝି ଭିତରେ ଅଛି ବଡ଼ ଦୁଃଖ ଲାଗୁଛି ଗୋଟେ ପିଲା ଏମିତି ଅଘଟଣ ଆ ପୂର୍ବରୁ ବି 2-3 ଜଣ ପିଲା ଲୋକ ବୁଡ଼ିକି ମରିଛନ୍ତି କିନ୍ତୁ ଆର ଗୋଟେ ସ୍ଥାୟୀ ସମସ୍ୟା ନାହିଁ। ଏଇ ଯୋଉ କମିଟି ଏଠି ହେଇଛି କମିଟି ସରିଯାଇଛି ୱାକଆଉଟ୍ ନାହିଁ এই যে আমার সেক্রেটারি প্রেସିଡେଣ୍ଟ ଅଛନ୍ତି କଦମ ରସୁଲ ମ୍ୟାନେଜିଂ କମିଟିର ସେ 2017ରୁ ସରିଯାଇଛି ଆଉ ଏ କମିଟିର କେହି ବାପା ମା ନାହାନ୍ତି ସେ ଜଣେ ସେକ୍ରେଟାରୀ ଅଛନ୍ତି ସେ ରହିଲେ ସୁତାହାଟରେ ସେ ବିଭିନ୍ନ ପୂଜା କମିଟି ଅଲଗା କମିଟିରେ ଜଡ଼ିତ ଅଛି ଯେହେତୁ ତାଙ୍କ ସମୟ ହେଇପାରୁନି ଯେହେତୁ ଏ ସାଇବାଲାଙ୍କ ଅଣ୍ଡରରେ ଯେତିକି ସଫା ସୁତରା ସବୁ ସାଇବାଲା କରୁଛନ୍ତି ଯେ ପ୍ରେସିଡେଣ୍ଟ ଅଛନ୍ତି ସେ ରମଜାନ ଖାନ ତାଙ୍କ ଘର ହେଉଛି ଆପଣଙ୍କ ତୁଳସୀପୁର ତାଙ୍କର ପିଲାର ବ୍ୟବସ୍ଥା ହୁଏ ସେ ବି ଆସିପାରୁନାହାନ୍ତି ବର୍ତ୍ତମାନ ଏଥିରେ କିଛି କମିଟିର ପିଲାମାନେ ଲୋକମାନେ ଏକ୍ସପେକ୍ଟ କରିଯାଇଛନ୍ତି ଆମେ ବାରମ୍ବାର ସାଇ ତରଫରୁ ହିସାବରେ ଆମେ କହୁଛୁ ଆମର ଛାଡ଼ି ଦିଅନ୍ତୁ କମିଟି ନୂଆ କମିଟି କରନ୍ତୁ ମ୍ୟାନେଜମେଣ୍ଟ କରନ୍ତୁ କିଛି ଆଜ୍ଞା ଅବସ୍ଥା ନାହିଁ ବାରମ୍ବାର କହିକି ମଗର କିଛି ନାହିଁ ବର୍ତ୍ତମାନ ଆମେ ଏସିପି ସାର୍କୁ ଡାକିଥିଲୁ
गिरिजा सर को से आसचंती सहयोग आईएसी अछंती दरगाजार आईएसी अछंती साई पिला माने मध्य हमर देखुतबे भितरे साई पिला माने जे गभीर तर सहित से उद्धार करने चेष्टा करछंती बर्तमान ओड्राफ को इंडिया को डकाई से आसिले बर्तमान हम चेष्टा करछन जहाँ प्रतिक्रिया थिला निश्चित भाव आउ टिके कैमरा पर्सन कहबी देखेबे एभली देखंतु एई पोखरी रे वर्तमान सुधा उद्धार कार्य जारी रही कौन परिस्थिति रे मध्य एपर्यंत पिलाटी मिली नाही ओड्राफ टीम बहु परिश्रम करूचंती पाखापाखि 40 मिनिट उद समय हो गलानी पाखापाखि जेहेतु अधिक समय अधिक गभीरता अछि पोखरी सेति हुए तो पिलाटी पाखे पहुंची पारु नांती हुए तो पानी रो जो आकार अच्छी पानी को निष्कासन कला परे हुए तो पिलाटीर संधान मिल जाई पारे जहाँ वर्तमान कदम रसुल जो अच्छा कर्मकर्ता कहते जे सीएमसी तरफ कौटी ना कौटी अवहेला रही पोखरीटीर पूर्ण उद्धार आवश्यकता थिला एवं तार जाली बा प्रोटेक्शन व्यवस्था थिला एवं जो कथा कहते जे सुरक्षा कर्मी नियोजित हमार आवश्यकता थिले हुए तो एभली एक अघटन घटी न था कदम रसुल बलराम नायक ओडिशा भास्कर।